ବାଲେଶ୍ୱର ବ୍ରିଟ୍ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ମାନସ ଦତ୍ତ ଯୋଗଦେଇ ବିଶ୍ୱ ମତ୍ସ୍ୟ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଶତକଡ଼ା 25% ସମଗ୍ର ଓଡ଼ିଶାର ମତ୍ସ୍ୟ ଉତ୍ପାଦନରୁ ବାଲେଶ୍ୱର ଭାଗିଦାରୀ ଥାଏ। ତୃଣମୂଳ ସ୍ତରରେ ସରକାରୀ ଯୋଜନାଗୁଡ଼ିକରୁ ଚାଷୀମାନଙ୍କଠାରେ ପହଞ୍ଚାଇବା ନିମନ୍ତେ ବ୍ଲକ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଓ ଅଭିଯୋଗ ଶୁଣାଣିକୁ ଅଧିକ ତ୍ୱରିତ କରିବା ପାଇଁ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଉପସ୍ଥିତ ରହି ମତ୍ସ୍ୟ ଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଉଦ୍ବୋଧନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ମତ୍ସ୍ୟ ଚାଷ ସହିତ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନାକୁ ପାଥେୟ କରି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ସହିତ ନିଜେ ସ୍ୱାବଲମ୍ବୀ ହେବା ଦିଗରେ ଆଲୋକପାତ କରିଥିଲେ। ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ତପନ କୁମାର ମହାନ୍ତି, ସହକାରୀ ନିର୍ଦ୍ଦେଶକ ଗୋପୀନାଥ କର, ଜିଲ୍ଲା କୃଷି ବିଭାଗ ଅଧିକାରୀ ସରୋଜ କୁମାର ଗିରି, ଅତିରିକ୍ତ ଜିଲ୍ଲା ପ୍ରାଣୀ ବିଭାଗ ଅଧିକାରୀ ଶିବପ୍ରସାଦ ଦାସ, ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଡିସିପି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ଏଲଡିଏମ କାର୍ଯ୍ୟାଳୟର ଜୋନାଲ ମ୍ୟାନେଜର ଅମିତ କୁମାର ଅନ୍ୟତମ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଚାଷ ସହିତ ସମ୍ମିଳିତ ଚାଷ, ଫାର୍ମ ଫଣ୍ଡ, ଉଦ୍ୟାନ କୃଷି, ଗୋପାଳନ, ବ୍ୟାଙ୍କ ଋଣ ଇତ୍ୟାଦି ସମ୍ବନ୍ଧରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ଉପମତ୍ସ୍ୟ ନିର୍ଦ୍ଦେଶକ ଦୀପ୍ତି କୁମାର ମହାପାତ୍ର ମାଛ ଚାଷର ବୈଜ୍ଞାନିକ ଜ୍ଞାନକୌଶଳ ଓ ଲୋକାଭିମୁଖୀ ସରକାର ଯୋଜନାଗୁଡ଼ିକର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା ସଭା ପରିଚାଳନା ସହିତ ବିଶ୍ୱ ମତ୍ସ୍ୟ ଦିବସର ଆଭିମୁଖ୍ୟ ଓ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭିନ୍ନ ଯୋଜନାରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବା 6 ଜଣ ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ଓ ମେରାଇନ୍ ୟୁନିଟ୍ର ମତ୍ସ୍ୟ ଅଧିକାରୀ, ବରିଷ୍ଠ କନିଷ୍ଠ ବୈଷୟିକ ମତ୍ସ୍ୟ ସହାୟକ ଓ ସାଗର ମିତ୍ରମାନେ ଉପସ୍ଥିତ ଥିଲେ। ଶେଷରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।